ଗ୍ରହ ଲେଖେ ଭାଗ୍ୟ, ଭଗବାନ ଦେଖନ୍ତି କର୍ମ। ସତ୍ୟ ପଥ ଚାଲିଲେ ଅବଶ୍ୟ ମିଳଇ ଧର୍ମ। ହାର ନ ମାନ, ସମୟ ନିଶ୍ଚିତ ହେବ ଭଲ। ଆଜିର ସଂଘର୍ଷ ଦେବ କାଲିକି ସଫଳତାର ଫଳ। ନମସ୍କାର ଦର୍ଶକ ବନ୍ଧୁ, ମୁଁ ଜ୍ୟୋତିର୍ବିଦ ପଣ୍ଡିତ ସୁଧୀର ସ୍ୱାଗତ ଜଣାଉଛି ମୋର ଆଜିର ଏହି ବିଶେଷ ଉପସ୍ଥାପନାକୁ। 2026 ମସିହାଟି କେମିତି କଟିବ କର୍କଟ ରାଶି ବ୍ୟକ୍ତିମାନଙ୍କ ପାଇଁ। କର୍କଟ ରାଶିର ବ୍ୟକ୍ତିମାନେ 2026 ମସିହା କଥା ଯେତେବେଳେ ଆମେ ବିଚାରକୁ ନେଉଛେ ଚନ୍ଦ୍ର ରାଶି ଆଧାରରେ ଏବଂ ଆପଣଙ୍କର ଗ୍ରହର ଗୋଚରୀୟ ଭ୍ରମଣ ଆଧାରରେ ଆମେ ପ୍ରସ୍ତୁତ କରିଛେ 2026 ମସିହାର ବାର୍ଷିକ ଭବିଷ୍ୟବାଣୀ ବା ବାର୍ଷିକ ରାଶିଫଳ। ତେବେ ବୃହସ୍ପତି ଆପଣଙ୍କର ବର୍ତ୍ତମାନ ଦ୍ୱାଦଶ ଭାବରେ ଥିଲାବେଳେ ଜୁନ ମାସ ବେଳକୁ ଆପଣଙ୍କର ଜନ୍ମ ଭାବକୁ ବା 1 ନମ୍ବରକୁ ଆପଣଙ୍କର ଆସିବେ। କେତୁ ଆପଣଙ୍କର ଦ୍ୱିତୀୟ ଭାବରେ ଥିଲାବେଳେ ବୁଧ ଶୁକ୍ର ପଞ୍ଚମରେ, ରବି ମଙ୍ଗଳ ଷଷ୍ଠରେ ଥିଲାବେଳେ ରାହୁ ଆପଣଙ୍କର ଅଷ୍ଟମରେ ଏବଂ ଶନି ଆପଣଙ୍କର ନବମରେ ରହିଛନ୍ତି ଭାଗ୍ୟ ସ୍ଥାନରେ। ତେଣୁ ଗ୍ରହମାନଙ୍କର ଏତାଦୃଶ ଗୋଚରୀୟ ଭ୍ରମଣର ଅବସ୍ଥିତି ଏବଂ ବର୍ଷ ତମାମ ଗ୍ରହ ଗୋଟିଏ ରାଶିରୁ ଆଉ ଗୋଟିଏ ରାଶିକୁ ଯେ ଭ୍ରମଣଶୀଳ ଅବସ୍ଥାରେ ରହିବେ, ଏହିସବୁ କଥାକୁ ଆଖି ଆଗରେ ରଖି ଯଦି ଆମେ 2026 ମସିହାର କଥାକୁ ବିଚାରକୁ ନେବା, 2026 ମସିହାରେ ଆପଣଙ୍କର ଚାକିରି, ଆପଣଙ୍କର ବ୍ୟବସାୟ, ଆପଣଙ୍କର ଆର୍ଥିକ ଦିଗ, ବିବାହ, ବୈବାହିକ ଜୀବନ, ପ୍ରେମ, ସ୍ୱାସ୍ଥ୍ୟ, ଶିକ୍ଷା, ସମ୍ପୂର୍ଣ୍ଣ ବର୍ଷର ଭବିଷ୍ୟବାଣୀ ଖୁବ୍ ସଂକ୍ଷିପ୍ତରେ ଏହି ଭିଡ଼ିଓରେ ମୁଁ ତଥ୍ୟ ରଖିବାକୁ ଯାଉଛି। ଦର୍ଶକ ବନ୍ଧୁ, ଭିଡ଼ିଓଟିକୁ ଆପଣ ଶେଷ ପର୍ଯ୍ୟନ୍ତ ଦେଖନ୍ତୁ ଆଉ ଜାଣନ୍ତୁ କେମିତି କଟିବ 2026 କର୍କଟ ରାଶି ପାଇଁ। 2026 ମସିହାଟି କର୍କଟ ରାଶି ପାଇଁ ଭାବନାତ୍ମକ ପକ୍ୱତା, ସ୍ଥିରତା ଧୀରେ ଧୀରେ ଆପଣଙ୍କୁ ଅଗ୍ରସର କରାଇବ ଏବଂ ଏ ବର୍ଷ ଆପଣଙ୍କର ଉନ୍ନତିର ବର୍ଷ ହେବ। ଏ ବର୍ଷ ଆପଣ ନିଜ ଜୀବନ, ପରିବାର, ନିଜର କ୍ୟାରିୟରକୁ ନୂଆ ଦୃଷ୍ଟିଭଙ୍ଗୀରେ ଦେଖିବା ଆରମ୍ଭ କରିବେ ଏବଂ ଯୋଜନାବଦ୍ଧ ଭାବରେ ଆପଣ କର୍ମ କରି କର୍ମରେ ସଫଳତାର ଶୀର୍ଷକୁ ଛୁଇଁବେ। ତେବେ ନୂତନ ଆରମ୍ଭ, ଆର୍ଥିକ ସ୍ଥିରତା, ନିଜର ମୂଲ୍ୟବୋଧ ଗୁଡ଼ିକ ଗଢ଼ି ତୋଳିବାର ବର୍ଷ। ଏ ବର୍ଷ ଆପଣଙ୍କର ଶନି ଭାଗ୍ୟ ସ୍ଥାନରେ, ରାହୁ ଆପଣଙ୍କର ଅଷ୍ଟମରେ, କେତୁ ଆପଣଙ୍କର ଦ୍ୱିତୀୟ ଭାବରେ ଏଭଳି ଯେ ଅବସ୍ଥାନ କରିଛନ୍ତି, ଏହାଦ୍ୱାରା ଯଦି ଆମେ ଏସବୁ ଗ୍ରହ ସ୍ଥିତିକୁ ଯଦି ଆମେ ଲକ୍ଷ୍ୟ କରିବା ତାହେଲେ ଚାକିରି ଆଶାୟୀ ପ୍ରାର୍ଥୀମାନେ ଏ ବର୍ଷ ନୂତନ କର୍ମ ନିଯୁକ୍ତି ପାଇବେ। କାମରେ ଆପଣଙ୍କର ସ୍ଥିରତା ଆସିବ। ଯେଉଁମାନେ ଚାକିରି ବୃତ୍ତି କରିଛନ୍ତି, ଚାକିରି ବୃତ୍ତିରେ ଆପଣ ପରମାନେଣ୍ଟ ହେଇପାରିବେ। ଆପଣଙ୍କର କର୍ମରେ ସ୍ଥିରତା ଆସିବ, ବରିଷ୍ଠଙ୍କର ଭରସା ସହଯୋଗ ପାଇବେ ଏବଂ ଏ ବର୍ଷ କର୍ମକ୍ଷେତ୍ରରେ ଆପଣ ସମ୍ମାନ ମଧ୍ୟ ପାଇବେ। ବର୍ଷର ମଧ୍ୟ ଭାଗ ପରେ ଆପଣଙ୍କର ପ୍ରମୋସନ ଯୋଗ ଆସିବ। ବ୍ୟବସାୟୀ ଭାଇ ଭଉଣୀମାନେ ଏ ବର୍ଷ ବ୍ୟବସାୟକୁ ନୂଆ ଢାଞ୍ଚାରେ, ନୂଆ ଢଙ୍ଗରେ, ନୂଆ ବୁଦ୍ଧି କୌଶଳ ପ୍ରୟୋଗ କରି ବ୍ୟବସାୟକୁ ବେଶ ଆଗେଇ ନେଇପାରିବେ ଏବଂ ବ୍ୟବସାୟରୁ ମଧ୍ୟ ଅନେକ ଲାଭ ଉଠେଇବାର ବର୍ଷ ହେଉଛି 2026 ମସିହା। ପୁରୁଣା କ୍ଲାଏଣ୍ଟ ମାନଙ୍କ ଦ୍ୱାରା ଆପଣ ଲାଭାନ୍ୱିତ ହେବେ। ଧୀର ଗତିରେ ଆପଣ ଆର୍ଥିକ କ୍ଷେତ୍ରରେ ଧୀର ଗତିରେ ଅଗ୍ରଗତି କରୁଥିଲେ ମଧ୍ୟ ଆପଣ ଆର୍ଥିକ ସଫଳତାର ଶୀର୍ଷରେ ପହଞ୍ଚି ପାରିବେ। ସେଥିପାଇଁ ଧୈର୍ଯ୍ୟ ରଖନ୍ତୁ। ଭାବନାରେ ଆସି କେବେ ହଠାତ୍ କରି କୌଣସି
ସିଦ୍ଧାନ୍ତ ବା ନିଷ୍ପତ୍ତି ନିଅନ୍ତୁ ନାହିଁ। ଆର୍ଥିକ ଦିଗକୁ ଯଦି ଆମେ ବିଚାର କରିବା ତାହେଲେ ଆୟ ଏ ବର୍ଷ ଆପଣଙ୍କର ଭଲ ହେବ। ସଞ୍ଚୟ ଆପଣଙ୍କର ଏ ବର୍ଷ ଧୀରେ ଧୀରେ ବଢ଼ିବା ଆରମ୍ଭ କରିବ। ଜମି, ଘର, ଯାନବାହନ ସମ୍ପର୍କିତ ଯୋଗ ରହିଛି। ଏ ବର୍ଷ ଆପଣ ଭୂମି, ଭବନ, ବାହନ ଆଦି ମଧ୍ୟ ପ୍ରାପ୍ତ ହେଇପାରିବେ। ତେବେ ଧାର ଦବା ଏବଂ ଭାବନାରେ ଭାସି ଯାଇ ଅଧିକ ଖର୍ଚ୍ଚ କରି ପକେଇବା, ଏଭଳି କଥାରୁ ଆପଣ ନିବୃତ୍ତ ରୁହନ୍ତୁ। ଅଯଥା ଖର୍ଚ୍ଚ ପାଇଁ ଆପଣ ସାବଧାନ ରୁହନ୍ତୁ। ଯଦି ଆମେ ପ୍ରେମ ବିବାହ ପ୍ରସଙ୍ଗକୁ ବିଚାରକୁ ନେବା, କର୍କଟ ରାଶିର ବ୍ୟକ୍ତିମାନେ ଭାବୁକ ହୁଅନ୍ତୁ ନାହିଁ। ପ୍ରେମ ସମ୍ପର୍କ ଏ ବର୍ଷ ଆପଣଙ୍କର ଗଭୀର ହେବ। ଯେଉଁମାନେ ଅବିବାହିତ ପୁତ୍ର କନ୍ୟା ମାନେ ରହିଛନ୍ତି ସେମାନଙ୍କ ପାଇଁ ବିବାହର ଯୋଗ ଖୋଲିବ। ବିବାହିତ ଜୀବନରେ ବୈବାହିକ ଜୀବନରେ ବା ଦାମ୍ପତ୍ୟ ଜୀବନରେ ସମ୍ପର୍କ ଏ ବର୍ଷ ଆପଣଙ୍କର ମଜବୁତ ହେବ। ତେବେ ସନ୍ଦେହ ଏବଂ ଅତି ଭାବୁକତା ଆପଣ ତ୍ୟାଗ କରନ୍ତୁ। ପାରିବାରିକ ଜୀବନରେ ଆପଣଙ୍କୁ ସୁଖ ଓ ସାମଞ୍ଜସ୍ୟ ମିଳିବ। ପିତାମାତାଙ୍କର ସ୍ୱାସ୍ଥ୍ୟ ଉପରେ ଆପଣଙ୍କୁ ଧ୍ୟାନ ଦେବାକୁ ପଡ଼ିବ। ଏ ବର୍ଷ ପିତାମାତାଙ୍କର ସ୍ୱାସ୍ଥ୍ୟକୁ ନେଇ ଆପଣ ବ୍ୟସ୍ତ ବିବ୍ରତ ହେଇପାରନ୍ତି। ଘରେ ଆପଣଙ୍କର ଶୁଭ କାର୍ଯ୍ୟ, ଶୁଭ ମାଙ୍ଗଳିକ କାର୍ଯ୍ୟ, ବିବାହ, ବ୍ରତ, କୌଣସି ଧାର୍ମିକ ଅନୁଷ୍ଠାନ ଏଗୁଡ଼ିକ ଆପଣଙ୍କର ହବାର ସମ୍ଭାବନା ରହିଛି। ଶିକ୍ଷାର୍ଥୀମାନଙ୍କ କଥା ଯଦି ବିଚାରକୁ ନେବା, ଶିକ୍ଷାର୍ଥୀମାନଙ୍କର ପାଠ ପଢ଼ାରେ ମନୋନିବେଶ କରିବେ। ପାଠ ପଢ଼ା ପାଇଁ ସେମାନଙ୍କର ଆଗ୍ରହ ସୃଷ୍ଟି ହେବ ଏବଂ ପଢ଼ାରେ ମନୋଯୋଗ ବଢ଼ିବ। ମେଡିକାଲ, ଟିଚିଂ ଲାଇନ୍, ରିସର୍ଚ୍ଚ କ୍ଷେତ୍ରରେ ଏ ବର୍ଷ ସଫଳତା ମିଳିବ। ପରୀକ୍ଷାରେ ଏ ବର୍ଷ ଶିକ୍ଷାର୍ଥୀମାନେ ଭଲ ନମ୍ବର ରଖି କୃତକାର୍ଯ୍ୟ ହେବେ। ସ୍ୱାସ୍ଥ୍ୟ କଥା ଯଦି ଦେଖିବା, ପ୍ରିୟ କର୍କଟ ରାଶିର ବ୍ୟକ୍ତି ବିଶେଷ ଏହି 2026 ମସିହାଟି ସ୍ୱାସ୍ଥ୍ୟ ପାଇଁ ଭଲ ରହୁଥିଲେ ମଧ୍ୟ ଏ ବର୍ଷ ଆପଣଙ୍କର ପେଟରେ ଗ୍ୟାସ୍ ସମସ୍ୟା ସୃଷ୍ଟି ହେଇପାରେ। ଉଦରଜନିତ ସମସ୍ୟା ଆପଣଙ୍କର ଏ ବର୍ଷ ଦେଖାଯାଇପାରେ। ଅତ୍ୟଧିକ ମାନସିକ ଷ୍ଟ୍ରେସ୍ ଏବଂ ନିଦ୍ରାହୀନତା ଏଗୁଡ଼ିକ ଆପଣଙ୍କ ସ୍ୱାସ୍ଥ୍ୟ ପାଇଁ କ୍ଷତି ପହଞ୍ଚେଇପାରେ। ତେଣୁ ନିଜର ମାନସିକ ଚାପକୁ କମାନ୍ତୁ ଏବଂ ଖାଦ୍ୟପେୟ ପ୍ରତି ଆପଣ ଟିକେ ଯତ୍ନଶୀଳ ହୁଅନ୍ତୁ। ଠିକ୍ ସମୟରେ ଆପଣ ଖାଦ୍ୟ ନିଅନ୍ତୁ। ଯୋଗ, ପ୍ରାଣାୟାମ, ଧ୍ୟାନ ଉପରେ, ମେଡିଟେସନ ଉପରେ ଆପଣ ଏ ବର୍ଷ ଟିକେ ଗୁରୁତ୍ୱ ଦିଅନ୍ତୁ। ତେବେ 2026 ମସିହା କର୍କଟ ରାଶି ମାନଙ୍କ ପାଇଁ ଶୁଭ ଉପାୟ କ'ଣ ରହିଛି? 2026 ମସିହାରେ ଯଦି ଆପଣ ଚାହୁଁଛନ୍ତି ବର୍ଷଟି ଆପଣଙ୍କର ସୁଖ ସମୃଦ୍ଧିପୂର୍ଣ୍ଣ ବର୍ଷ ହଉ, ତାହେଲେ ଆପଣ ପ୍ରତ୍ୟେକ ସୋମବାରରେ ମହାଦେବଙ୍କୁ ଦର୍ଶନ କରନ୍ତୁ। ସୋମବାରରେ ଯଦି ମହାଦେବଙ୍କୁ ଆପଣ ପୂଜା ଅର୍ଚ୍ଚନା କରନ୍ତି ତାହେଲେ ଆପଣଙ୍କର ବର୍ଷ ତମାମ ଅନେକ ଦିଗରୁ ଆପଣ ଶୁଭ ପରିଣାମ ପାଇବେ। 2026 ମସିହା କର୍କଟ ରାଶି ପାଇଁ ଭିତରୁ ଶକ୍ତିଶାଳୀ ହେବା ଓ ଜୀବନକୁ ସ୍ଥିର ଦିଗରେ ନେଇଯିବାର ବର୍ଷ। 2026 ମସିହାଟି କର୍କଟ ରାଶି ପାଇଁ ଭିତରୁ ଶକ୍ତିଶାଳୀ ହେବା ଓ ଜୀବନକୁ ସ୍ଥିର ଦିଗରେ ନେଇଯିବାର ବର୍ଷ। ଧୈର୍ଯ୍ୟ ଏବଂ ନିଜର ସକାରାତ୍ମକ ଚିନ୍ତାଧାରା ଏ ବର୍ଷ ଆପଣଙ୍କୁ ସଫଳତା ଆଣିଦେବା ସହିତ ଜୀବନରେ ଶାନ୍ତି ଏବଂ ସ୍ଥିରତା ମଧ୍ୟ ଆଣିଦେବ। ତେଣୁ ତୁଳନାତ୍ମକ ଭାବରେ ଯଦି ଆମେ କର୍କଟ ରାଶିର କଥା ବିଚାରକୁ ନେବା, 2025 ଠାରୁ 2026 ମସିହାଟି ଆପଣଙ୍କ ପାଇଁ ଅନେକ ଶୁଭ ପରିଣାମ ଆଣିଦେଉଛି। କିନ୍ତୁ ମୁଁ ଏଠି କହି ରଖିବାକୁ ଚାହେଁ ଯେ 2026 ମସିହାଟିରେ ଆପଣଙ୍କୁ
ଅଧିକରୁ ଅଧିକ ନିଷ୍ଠାପର ଭାବରେ କର୍ମ କରିବାକୁ ପଡ଼ିବ ଏବଂ ଏହି କର୍ମରୁ ଆପଣ ଧୀର ଗତିରେ ଅଗ୍ରସର ହେଉଥିଲେ ମଧ୍ୟ ଶେଷ ପର୍ଯ୍ୟାୟରେ ଆପଣ ପ୍ରତ୍ୟେକ କ୍ଷେତ୍ରରେ ସଫଳତା ବା ନୂଆ ଉପଲବ୍ଧିକୁ ଆପଣ ହାସଲ କରିପାରିବେ। ପ୍ରିୟ ଦର୍ଶକ ବନ୍ଧୁ, ଭିଡ଼ିଓଟି ଆପଣଙ୍କୁ କେମିତି ଲାଗିଲା? ଭିଡ଼ିଓଟି ଯଦି ଭଲ ଲାଗିଛି ତାହେଲେ ଜ୍ୟୋତିଷ, ବାସ୍ତୁ ଏବଂ ଧର୍ମ ବିଷୟକ ମୋର ଏହି ଐତିହାସିକ ଚ୍ୟାନେଲକୁ ଲାଇକ୍ଟିଏ କରନ୍ତୁ, ସେୟାର କରନ୍ତୁ ଏବଂ ନୂଆ କରି ଭିଜିଟ୍ କରିଥିଲେ ମୋର ଭିଡ଼ିଓକୁ ଆପଣ ସବସ୍କ୍ରାଇବ୍ଟିଏ କରିବା ପାଇଁ ଭୁଲନ୍ତୁ ନାହିଁ। ତେବେ ଆଜି ତ ସମୟ ହେଇଯାଇଛି ଆପଣଙ୍କର ସୁଚିନ୍ତିତ ମତାମତ ଅପେକ୍ଷାରେ। ମୁଁ ଜ୍ୟୋତିର୍ବିଦ ପଣ୍ଡିତ ସୁଧୀର। ଜୟ ଜଗନ୍ନାଥ।